ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଏମିତି ଗୋଟେ ରେସିପି ଆଣିଛି, ସହଜ ସୁସ୍ୱାଦୁ ଆଉ ମନକୁ ଛୁଇଁଯିବା ଚୁଡା ରେସିପି। ଯିଏ ଚୁଡା ଖାଉନଥିବ ସେ ବି କହିବ ୱାଓ କଣ ହେଇଛି। ପ୍ରଥମେ ଚୁଡାକୁ ଭଲ ଭାବେ ଧୋଇ ନେବେ, ଅଳ୍ପ ପାଣି ଦେଇ ତାକୁ ସାଇଡରେ ରଖିଦେବେ। ଏବେ ଆଳୁ ଆଉ ଗାଜରକୁ ଭଲ ଭାବେ କରିନେବେ। ପିଆଜକୁ କାଟିବା ଟାଇମରେ ଆଖିରେ ଲୁହ ଆସିଲେ ଭାବିବେ ରେସିପି ଇମୋସନାଲ ହଉଛି। ଏବେ ବତୁରା ଚୁଡାରେ କରା ଆଳୁ, କରା ଗାଜର, ଗୁଡ ଚିନି 1 ଚାମଚ, କଟା ପିଆଜ, କଞ୍ଚା ଲଙ୍କା ଦଉଛି ସମ୍ଭାଳିକି। ସେଥିରେ ଲୁଣ, ହଳଦୀ, ଜିରା, ଧଳା ଖସା, ଚିଆ ସିଡ୍ସ, ଶୁଖିଲା କରା ନଡିଆ ସବୁକୁ ଭଲ ଭାବରେ ଗୋଳାଇ ନେବେ। ଏବେ ଗୁଲା ଗୁଲା କରି ଚେପା କରି ନେବେ। ସେପ୍ ନେଇ କୌଣସି ରୁଲ ନାହିଁ, କାରଣ ଏଇଟା ବିୟୁଟି କଣ୍ଟେଷ୍ଟ ଚାଲୁନି, ଏଇଟା ଗାଁର ରେସିପି। ଧିମା ଆଞ୍ଚ ଭାଇ, ଏହା ଗ୍ୟାସ ଏକ୍ଜାମ ନୁହେଁ। ଅଳ୍ପ ତେଲ ଦେଇ ତାୱାକୁ କହିଦିଅନ୍ତୁ ଧୀରେ ଧୀରେ କାମ କର। ଏବେ ତାକୁ ସେକି ନବା, ଜଳେଇବା ନୁହଁ। ରେଡି ହେଇଗଲା ଆମ ଚୁଡା ରେସିପି। ଏମିତି ନିଉ ରେସିପି ପାଇଁ ଗୋଟେ ଲାଇକଟେ ହଉ, ସେୟାର କରିଦିଅନ୍ତୁ ଆଉ ସବସ୍କ୍ରାଇବ ବି କରିଦିଅନ୍ତୁ ନିଉ ଭିଡିଓ ପାଇଁ। ସେତେ ଯାଏ ରହିଲି।